भगवद गीताରେ भगवद गीताରେ ସୁନ୍ଦର ଭାବରେ ବର୍ଣ୍ଣନା ହେଇଛି କି ତିନି ପ୍ରକାର ଭକ୍ତି ଅଛି। କଣ ତିନି ପ୍ରକାର ଭକ୍ତି? ଗୋଟେ ହେଲା ଅଛି କେବଳ ଭକ୍ତି। କେବଳ ଭକ୍ତି ମାନେ ପ୍ୟୁର ଡିଭୋସନାଲ ସର୍ଭିସ। ପ୍ୟୁର ଡିଭୋସନାଲ ସର୍ଭିସ ରେ କୌଣସି ପ୍ରକାରର ସେଲ୍ଫିଶ ମେଣ୍ଟାଲିଟି ନାହିଁ। ସେଲ୍ଫିଶ ମେଣ୍ଟାଲିଟି କଣ? ନିଜେ କୃଷ୍ଣଙ୍କ ଠାରୁ ଇଣ୍ଡିପେଣ୍ଡେଣ୍ଟଲି ଆମେ ଏ ସଂସାରକୁ ଭୋଗ କରିବା ପାଇଁ ଚାହାନ୍ତି ନା। ବହୁତ ଜାଗାରେ ଲେଖିବେ ଲୋକମାନେ ଭଗବାନଙ୍କୁ ମାନନ୍ତି କିନ୍ତୁ କିଛି ସମୟରେ ସେମାନେ କଣ କରନ୍ତି ନିଜର ଇନ୍ଦ୍ରିୟ ତୃପ୍ତି କରିବା ପାଇଁ ସବୁବେଳେ ସଚେତ ଥାନ୍ତି। ଭଗବାନଙ୍କୁ ହାଲକା ମାନନ୍ତି ଆଉ କିନ୍ତୁ ନିଜର ଇନ୍ଦ୍ରିୟ ତୃପ୍ତି କରିବା ପାଇଁ ପୂର୍ଣ୍ଣ ରୂପେ ସଚେତ ଥାନ୍ତି। ତେଣୁ ପ୍ୟୁର ଡିଭୋସନାଲ ସର୍ଭିସ ମାନେ ୱିଦାଉଟ୍ ଏନି ସେଲ୍ଫିଶ ମୋଟିଭ, କୌଣସି ପ୍ରକାର ନିଜର ଇନ୍ଦ୍ରିୟ କାମନା ନ କରିକି ପ୍ୟୁରଲି କୃଷ୍ଣଙ୍କ ପ୍ରସନ୍ନତା ପାଇଁ ଯଦି କେହି କର୍ମ କରୁଛନ୍ତି ତାକୁ କୁହାଯାଏ ଅନନ୍ୟ ଭକ୍ତି କି ଅକିଞ୍ଚନ ଭକ୍ତି କି ଉତ୍ତମ ଭକ୍ତି। ତ ଏଇ ଭକ୍ତିରେ ଯଦି କିଏ ରୁହନ୍ତି ତାହେଲେ ଏ ଯୋଉ ଭଗବାନଙ୍କର ପାଞ୍ଚଟି ରସ ଅଛି ତାଙ୍କୁ ସେ ତାଙ୍କର ସ୍ୱରୂପ ଅନୁସାରେ ତାଙ୍କୁ କୌଣସି ରସ ପ୍ରାପ୍ତ ହେଇପାରିବ। ତ ନେକ୍ସଟ ଲେଭେଲ ଭକ୍ତି ପ୍ରଧାନୀ ଭୂତ ଭକ୍ତି। ତ ନୋଟ କରିପାରିବ କାରଣ ଏଇ ତିନିଟା ଭଗବତ ଗୀତାର 7 ନମ୍ବର ଅଧ୍ୟାୟରେ ଅଛି। ପ୍ରଭୁପାଦ 16 ନମ୍ବର ଶ୍ଲୋକର ଭାବାର୍ଥରେ ଲେଖିଛନ୍ତି। ତ କେବଳ ଭକ୍ତି ପରେ କହିଲି କଣ ପ୍ରଧାନୀଭୂତ ଭକ୍ତି। ଯୋଉ ଭକ୍ତିରେ କର୍ମ ଜ୍ଞାନ ଯୋଗ ସବୁ ମିଶ୍ରିତ ହେଇକି ଅଛି କିନ୍ତୁ ଭକ୍ତି ଟିକେ ଅଧିକ ଅଛି, ଅର୍ଥାତ ଭକ୍ତି ପ୍ରୋମିନେଣ୍ଟ ଅଛି, ଅଲଗା ତିନିଟା କର୍ମ ଜ୍ଞାନ ଯୋଗ ଏସବୁ ଜିନିଷ ମିଶ୍ରିତ ହେଇକି ଅଛି। ତ ଆମେ ପଢିଛେ ଆର୍ତ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ। ତ ଏଇ ଚାରି ଜଣ କଣ ପ୍ରଧାନୀଭୂତ ଭକ୍ତିରେ ଯାଆନ୍ତି। ତ କେତେବେଳେ ତାକୁ ଜ୍ଞାନ ମିଶ୍ର ଭକ୍ତି କୁହାଯାଏ, କେତେବେଳେ କର୍ମ ମିଶ୍ର ଭକ୍ତି କୁହାଯାଏ, କେତେବେଳେ ଯୋଗ ମିଶ୍ର ଭକ୍ତି କୁହାଯାଏ। ତାପରେ ନେକ୍ସଟ ଲେଭେଲ ଅଛି ଗୁଣୀଭୂତ ଭକ୍ତି। ଗୁଣୀଭୂତ ଭକ୍ତି ମାନେ କଣ? ଯୋଉଥିରେ ଏଟା ବି ମିଶ୍ରିତ ଭକ୍ତି କିନ୍ତୁ ଏଠି ଭକ୍ତିର କମ୍ପୋନେଣ୍ଟ ଟା କମ ଅଛି କିନ୍ତୁ କର୍ମ ଜ୍ଞାନ ଯୋଗ ୟାର କମ୍ପୋନେଣ୍ଟ ଟା ଅଧିକ ଅଛି ହେଲା। ତ ଏଥିରେ ବିଶେଷ କରିକି ଭୁକ୍ତିକାମୀ, ଭୁକ୍ତିକାମୀ ମାନେ ସ୍ୱର୍ଗ ଆଦି କୁ ଯିଏ ଲାଳସା କରିକି ରୁହନ୍ତି ଭୁକ୍ତିକାମୀ। ଆଉ ମୁକ୍ତିକାମୀ ମାନେ କଣ? ଯୋଉମାନେ ମୁଖ୍ୟ ଇତ୍ୟାଦି ଇଚ୍ଛା ପ୍ରକାଶ କରନ୍ତି। ତ ପ୍ରଥମେ କହିଲେ କେବଳ ଭକ୍ତି, ଯୋଉଥିରେ ପିଓର ଡିଭୋସନାଲ ସର୍ଭିସ ଥାଏ, କୌଣସି ଅଲଗା ଜିନିଷ ନଥାଏ। ଆଉ ଗୋଟେ ଥାଏ ପ୍ରଧାନୀଭୂତ ଭକ୍ତି। ପ୍ରଧାନୀଭୂତ ଭକ୍ତିରେ କଣ କର୍ମ ଜ୍ଞାନ ଆଉ ଯୋଗ ତିନିଟା ମିଶ୍ରଣ ହେଇଥାଏ କିନ୍ତୁ ସେଥିରେ ଭକ୍ତି କମ୍ପୋନେଣ୍ଟ ଅଧିକ ଥାଏ। ଅର୍ଥାତ୍ ଜଣେ କିଏ ଭକ୍ତି କଲା ବେଳେ ଭକ୍ତିରେ ସେ କଣ କରିଥାଏ କିନ୍ତୁ କର୍ମର ପୋର୍ସନ ଅଧିକ ଥାଏ। ଅଧିକ ଭୌତିକ ଜଗତରେ କର୍ମ ବି କରେ, ଅଧିକରୁ ଅଧିକ କର୍ମ କରୁଥାଏ କି ଜ୍ଞାନ ଅଧିକ ପ୍ରାପ୍ତ ହେଇଥାଏ ତାକୁ। ଜ୍ଞାନ ଅଧିକ ପ୍ରାପ୍ତ ହେଇଥାଏ ମାନେ ଜ୍ଞାନୀ ହବା ପାଇଁ ସେ ଚେଷ୍ଟା କରେ ସବୁବେଳେ। ଭଗବାନଙ୍କ ସହିତ କୌଣସି ଯୋଉ ଶୁଦ୍ଧ ଭକ୍ତିର ଯାହା ନିୟମ ଅଛି ସେ ତାକୁ ଶୁଦ୍ଧ ଭକ୍ତିର ନିୟମ କଣ? ଗୋଟିଏ ନିୟମ କୃଷ୍ଣଙ୍କ ପ୍ରସନ୍ନତା। କିନ୍ତୁ କୃଷ୍ଣଙ୍କୁ ଆ ଯୋଉଟା ପସନ୍ଦ ଅଛି ସେଇ ଜିନିଷକୁ ଛାଡିକି ଯଦି ଆମେ ଅଲଗା କିଛି କରୁଛେ, ସେଦିନ ବି କ୍ଲାସ ରେ କହିଥିଲି କି ଗୋଟେ ଥାଏ କର୍ମଯୋଗ। କର୍ମଯୋଗରେ ଆମେ କର୍ମ କଲେ, ଆମର ଇନ୍ଦ୍ରିୟ ତୃପ୍ତି ପାଇଁ ଆମେ କର୍ମ କଲେ, ଭଗବାନଙ୍କୁ ଟିକେ ସମର୍ପିତ କଲେ, ଦେଲେ ଟିକେ। ନିଷ୍କାମ କର୍ମ ଯୋଗରେ ଆମେ କର୍ମ କଲେ କିନ୍ତୁ ଭଗବାନଙ୍କୁ ସେ ଯୋଉ ଫଳ ମିଳିଲା ତାପରେ ଆଶା ରଖିନଥିଲେ କିନ୍ତୁ ଯେତେବେଳେ ମିଳିଲା ତଥାପି ଭଗବାନଙ୍କୁ ଦେଲେ, କିନ୍ତୁ ଏଠି ଫଳର ଆଶା ନଥାଏ, କର୍ମ କରିବାର ଆଶା ଥାଏ। କିନ୍ତୁ ଯେତେବେଳେ ଆମେ କହିବା କି ଶୁଦ୍ଧ ଭକ୍ତି ଅଛି ତ ସେଥିରେ ଆମର କିଛି ଇନ୍ଦ୍ରିୟ ତୃପ୍ତି କରିବାର କୌଣସି ଇଚ୍ଛା ନାହିଁ। କୃଷ୍ଣଙ୍କୁ ଯୋଉଟା ପସନ୍ଦ ଅଛି, ଯେମିତି ଯଶୋଦା ମା କୃଷ୍ଣଙ୍କୁ ଯୋଉ ଜିନିଷଟା ପସନ୍ଦ ସେଇଟା ସେ ପ୍ରଦାନ କରୁଥିଲେ। ତେଣୁ ପିଓର ଡିଭୋସନ, ଭଗବାନଙ୍କ ପ୍ରସନ୍ନତାରେ ଆମେ ଏତେ ନିଜେ ପ୍ରସନ୍ନ ହଉଛେ। ଭଗବାନ ଯୋଉ କାମ ଆମକୁ କହିଛନ୍ତି ସେଇଟା କରୁଛେ, ନା କି ନିଜର ଶୁଦ୍ଧିକରଣ ପାଇଁ। ନିଜର ଶୁଦ୍ଧିକରଣ ହେଲେ ସେଥିରେ ଅବଶ୍ୟ ଶୁଦ୍ଧ ଭକ୍ତି କଲେ ନିଜର ଶୁଦ୍ଧିକରଣ ହେଇଯିବ କିନ୍ତୁ ନିଜେ ଇନ୍ଦ୍ରିୟ ତୃପ୍ତି କରିକି ଭଗବାନଙ୍କୁ ଡାକିବା ତ ଏଇଟା ଶୁଦ୍ଧ ଭକ୍ତିରେ ଆସେନି। ତିନି ଟାଇପ ର ଭକ୍ତି କହିଲି, କେବଳ ଭକ୍ତି, ପ୍ରଧାନୀଭୂତ ଭକ୍ତି, ଗୁଣୀଭୂତ ଭକ୍ତି। ଏବେ କୁମ୍ଭ ମେଳାରେ କେତେ କୋଟି 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 ଲୋକ ଆସୁଛନ୍ତି, ସାଧୁ ମାନେ ଆସୁଛନ୍ତି। ତ ସମସ୍ତେ ଏଇ କୋଉ ଭିତରେ ସବୁ ଅନ୍ତର୍ଭୁକ୍ତ ହେଇଥାନ୍ତି। କିନ୍ତୁ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ, ସମସ୍ତେ ତ ଭଗବତ ଧାମ ଯିବେନି କାହିଁକି ନା ସମସ୍ତେ ଶୁଦ୍ଧ ହେଇନଥାନ୍ତି। ତେଣୁ ଭଗବାନ ସେ ଅନନ୍ତ କେତେ କ୍ରୋର୍ସ ଲୋକ ଆସିକି ଏଠି ସ୍ନାନ କରୁଛନ୍ତି। ମୋକ୍ଷ କାମୀ, ମୁକ୍ତି କାମୀ, ଭୁକ୍ତି କାମୀ
ହେଲା ସମସ୍ତେ ଅଛନ୍ତି, କିନ୍ତୁ ତା ଭିତରୁ କୃଷ୍ଣ କାହାକୁ ଚୟନ କରିବେ ଯେ ଭଗବତ ଧାମ ଯିବ? କୃଷ୍ଣ କାହାକୁ ଚୟନ କରିବେ ଯେ ଭଗବତ ଧାମ ଯିବ? ଭାବ, ସେଠି ଗୋଟେ ଲୋକ ହଜିଗଲେ ଆମେ ତାକୁ ପାଉନେ, କିନ୍ତୁ କୃଷ୍ଣ ଏତେ ଲୋକ ଭିତରୁ, ଏତେ କୋଟି ଲୋକ ଭିତରୁ କାହା ଗୋଟେ ପିକ୍ କରିବେ ଯେ ଭଗବତ ଧାମ ଯିବ, ତ ଅବଶ୍ୟ ସୌଭାଗ୍ୟବାନ ବ୍ୟକ୍ତି ହେଇଥିବା ଦରକାର ସେ। କିନ୍ତୁ ଏଇ ଯୋଉ ଷ୍ଟାଟସ କୁ ଆମେ କେମିତି ପ୍ରାରମ୍ଭିକ ରୂପରେ ପ୍ରାପ୍ତ ହବା? ଭଗବତ ଗୀତାର 6 ନମ୍ବର ଅଧ୍ୟାୟରେ ଆମେ ପାଇବା ବିଭିନ୍ନ ସୂତ୍ର। ତା ଭିତରେ ଗୋଟେ ସୁନ୍ଦର ଜିନିଷ ଅଛି, ଯୁକ୍ତ ଆହାର ବିହାରସ୍ୟ ଯୁକ୍ତ ତିଷ୍ଠସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ଅବବୋଧସ୍ୟ ଯୋଗ ଭବତି ଦୁଃଖଃ। ଯୋଗ ଭବତି ଦୁଃଖ ମାନେ କଣ? ଯୋଗ ମାଧ୍ୟମରେ, ଭକ୍ତି କରିବା ମାଧ୍ୟମରେ କଣ ହବ? କନେକ୍ଟିଂ ଟୁ ସୁପ୍ରିମ, ଭଗବାନଙ୍କ ସହିତ କନେକ୍ଟ ହେଲେ କଣ ଲାଭ ହବ? କି ଦୁଃଖ ନଷ୍ଟ ହେଇଯିବ। ଦୁଃଖ ଟା କୋଉଥିରୁ ଜାତ ହୁଏ? ଯେହି ସଂସ୍ପର୍ଶ ବା ଦୁଃଖ ଯୌବନ ଏବତେ। ଆମେ ଇନ୍ଦ୍ରିୟ ତୃପ୍ତି କରିବା କ୍ଷଣି ଆମେ ଦୁଃଖରେ ପତିତ ହେଇଯାଆନ୍ତି। ତେଣୁ ଇନ୍ଦ୍ରିୟ ତୃପ୍ତି ଆମକୁ ପ୍ରାରମ୍ଭିକ ସମୟରେ କଣ କରିବାର ଅଛି? ରେଗୁଲେଟ କରିବାର ଅଛି। ଆହାର, ଯୁକ୍ତ ଆହାର ବିହାର ଚେଷ୍ଟା। ତ ଆହାର ବିହାର ଚେଷ୍ଟାରେ ଆମେ ଭାବନ୍ତି ଖାଲି ଖାଇବା କଣ୍ଟ୍ରୋଲ କରିଦେଲା। ବିହାର ମାନେ ରିକ୍ରିଏସନାଲ ଆକ୍ଟିଭିଟିଜ। କିନ୍ତୁ ଚେଷ୍ଟାଟା ଆମକୁ ଦେଖିବାର ଥାଏ। କାହିଁକି ନା ଦିନ ସାରା ଆମେ ଗୋଟିଏ କାମରେ ପ୍ରଚେଷ୍ଟା କରୁଥାନ୍ତି। କି ଚେଷ୍ଟା କରୁଥାନ୍ତି? ଆମେ ପୁନଃ ଇନ୍ଦ୍ରିୟ ତୃପ୍ତି କରିବା ପାଇଁ ଚେଷ୍ଟା କରନ୍ତି। ଭଲସେ ଖାଇବି, ପିଇବି, ରହିବି, ଶୋଇବି, ସବୁ ଜିନିଷ। କିନ୍ତୁ ୟାର ଲକ୍ଷ୍ୟ ଆମେ ଯେତେବେଳେ ସ୍ପିରିଚୁଆଲାଇଜ ନ କରୁଥାନ୍ତି, ପ୍ରଭୁପାଦଙ୍କର କୃପା ଆମ ପାଇଁ କି ପ୍ରଭୁପାଦ ସବୁ ଜିନିଷକୁ ସ୍ପିରିଚୁଆଲାଇଜ କରିବା ପାଇଁ ସବୁ କୌଶଳ ପ୍ରଦାନ କରିଛନ୍ତି। ଏ କୌଶଳକୁ ଆମକୁ ଜାଣିବାର ଅଛି। ତେଣୁ ଆମର ଯୋଉ ପ୍ରଚେଷ୍ଟା ଏଣ୍ଡେଭର ଅଛି, ତାକୁ କୃଷ୍ଣ କନସିୟସ ବନେଇବାର ଅଛି। ତ ନେକ୍ସଟ ସେସନରେ ମୁଁ କହିବି କେମିତି ଆମେ ଆମର 6 ପ୍ରକାର ଏଣ୍ଡେଭର ଅଛି, ହେଲା, ବିଭିନ୍ନ ପ୍ରକାର ଏଣ୍ଡେଭର ଅଛି, ତାକୁ ଆମେ କେମିତି ସ୍ପିରିଚୁଆଲାଇଜ କରିବା। ତ ଆଜି ପର୍ଯ୍ୟନ୍ତ ଆମେ ଜାଣିବା କି ସଂକଳ୍ପବଦ୍ଧ ହେଇକି ଯଦି ଆମେ ଯୁକ୍ତ ଆହାର ଭଗବାନଙ୍କ ସହିତ କନେକ୍ଟ ହବା, ତାହେଲେ ଆମେ ଆମର ସବୁ ଜିନିଷକୁ କୃଷ୍ଣ କନସିୟସ ବନେଇ ପାରିବା। ତା ଦ୍ଵାରା ହୋଲ ହାର୍ଟେଡଲି ଆମେ ଆଲର୍ଟ ରହିବା କୃଷ୍ଣଙ୍କର ଭକ୍ତି କରିବା ପାଇଁ। ଠିକ ଅଛି। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ। ଆସନ୍ତୁ ଆମେ ବୈଷ୍ଣବ ମାନଙ୍କୁ ପ୍ରଣାମ କରିବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁ ପତିତ ଜୀବଙ୍କର ଉଦ୍ଧାର କରି ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ସ୍ତରରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ, ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ ପ୍ରାର୍ଥନା ମାଗି ନେବା ଉଚିତ। पञ्चाकल्पतरुर्भश्च कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। नमाचार्य श्रीदास ठाकुर की जय। वैष्णव ठाकुर श्रील प्रभुपाद की जय। नमस्ते। सुंदर भाव भगवान का नाम नियंतु।